ଚିଲିକାରେ ଆମର ଏଯାବତ୍ ଯାହା ଆମେ ଦେଖିଲୁଣି ଲାଷ୍ଟ ଫୋର୍ଟନାଇଟ୍ ସୁଦ୍ଧା 87 ପ୍ରଜାତିର ପକ୍ଷୀ ଆସି ସାରିଲେଣି ଆଉ 2 ଲକ୍ଷରୁ ଉର୍ଦ୍ଧ୍ବ ସଂଖ୍ୟା ତାଙ୍କର ହବ। ଆଉ ଗତ ବର୍ଷ ଅପେକ୍ଷା ତାଙ୍କର ଯୋଉ ପ୍ରଜାତିର ସଂଖ୍ୟା ସେଟା ବଢିଛି। ଗତ ବର୍ଷ ପ୍ରାୟ ଏଇ ସମୟକୁ 60 ପ୍ରଜାତିର ପକ୍ଷୀ ଆସିଥିଲେ। ତେଣୁ ଆମେ ହୋପଫୁଲ ଅଛୁ ଯେ ପ୍ରଜାତିର ସଂଖ୍ୟା ବି ବଢିବ ଆଉ ଚଢେଇ ମାନଙ୍କ ସଂଖ୍ୟା ମଧ୍ୟ ବଢିବ ଆଗକୁ। ବଢିବାର କାରଣ ସେମିତି କିଛି ନାହିଁ, ଶୀତ ଋତୁର ଆଗମନ ତ ହେଇସାରିଛି ଆଉ କ୍ଲାଇମେଟିକ ଫ୍ଲକ୍ଚୁଏସନ୍ସ ସବୁକୁ ବେସ୍ କରିକି ଚଢେଇ ମାନେ ଯୋଉ ସେଣ୍ଟ୍ରାଲ ଏସିଆନ୍ ଫ୍ଲାଇୱେ ଦେଇକି ଆସନ୍ତି। ତେଣୁ କହିହବନି ଯେ କୋଉ ସ୍ପେସିସ୍ ଆଗେ ଆସିବ କୋଉ ସ୍ପେସିସ୍ ପରେ ଆସିବ। ତ କେତେବେଳେ କେତେବେଳେ ଦେଖାଯାଇଛି ଗ୍ରେଟର ଫ୍ଲେମିଙ୍ଗୋସ୍ ଜଲ୍ଦି ପଳେଇ ଆସନ୍ତି, ବହୁତ ଡେରିରେ ଯାଆନ୍ତି। କେତେବେଳେ କେତେବେଳେ ଦେଖାଯାଇଛି ଆସିକି ବହୁତ ସମୟରେ କିଛିଟା ପେଲିକାନ ମଧ୍ୟ ରହିଯାଆନ୍ତି। ତେଣୁ କହିହବନି ସେଟା କେତେବେଳେ ଆସିବେ ଆଉ କେତେବେଳେ ଯିବେ ଆଉ କେତେ ପ୍ରଜାତି ଜଲ୍ଦି ଆସୁଛନ୍ତି ଆଉ କେତେ ପ୍ରଜାତି ପରେ ଆସିବେ, ସେଟା କେବଳ ଯୋଉ କହନ୍ତି ପ୍ରକୃତିର ଡିସିଜନ ସେଟା। ଦେଖନ୍ତୁ ଏବେ ସବୁଠାରୁ ଇମ୍ପୋର୍ଟାଣ୍ଟ ହେଲା ଆମର ଯୋଉ କୂଳବର୍ତ୍ତୀ ଏରିଆ ଗୁଡିକ ଅଛି ସେଥିରେ ଲୋକ କିଛି ଅସାଧୁ ଲୋକ ଅଛନ୍ତି ଯୋଉମାନେ କି ବିଷ ଦେଇକି ଚଢେଇ ମାନଙ୍କୁ ମାରନ୍ତି। ତ ଯୋଉ ପଦ୍ମ ପତ୍ର ବା କଇଁ ପତ୍ର ଅଛି ଯେ ଚଉଡା ପତ୍ର ତା ଉପରେ ଫ୍ୟୁରାଟିନ୍ ନାମକ ବିଷ ଦେଇ ସେମାନେ ଅପେକ୍ଷା କରନ୍ତି କିନ୍ତୁ ଚଢେଇ ତାକୁ ଖାଇକି ମାନେ ତାଙ୍କର କିଛି ଡେଥ୍ ହବ ଆଉ ତାପରେ ତାକୁ ସେମାନେ ନେଇକି ଯିବେ ବୋଲି। ଆଉ ସେଇ ପ୍ରକ୍ରିୟାରେ ଗୋଟେ ଗୋଟେ ସମୟରେ ବିଷ ଯେତେବେଳେ ଧରା ପଡିଯାଏ ସେ ବିଷକୁ ଆମେ ତାକୁ କହନ୍ତି ଯୋଉ ସେଠୁ ୱାଇପ୍ ଆଉଟ୍ କରିଦେଇଥାଉ, କିଛି ଅସୁବିଧା ହୁଏନି। କିନ୍ତୁ ଯୋଉ ସମୟରେ ବିଷ ୱାଇପ୍ ଆଉଟ୍ ହେଇନି ଆଉ ଗୋଟେ ପୋଚର ତାର ଆଟେମ୍ପ୍ଟରେ ସକ୍ସେସଫୁଲ ହେଇଯାଇଛି ସେଇ ଜାଗାରେ ମଧ୍ୟ ଆମର ଆଖି ଥାଏ କି କେମିତି ସେ ଲୋକ ଇମିଡିଏଟଲି ଧରା ପଡିବ। ଆଉ ସେମିତି ଗୋଟେ ଲୋକକୁ ଫଲୋ କରିକି ଆମେ ତାକୁ ଧରିଥିଲୁ। ଆଉ ଦେଖିଲା ବେଳକୁ ତାର ଆଉ ଜଣେ ସହଯୋଗୀ ବି ଥିଲା ଯିଏକି ଦୌଡ଼ିକି ପଳେଇଲା, କିନ୍ତୁ ଚେଷ୍ଟା ଚାଲିଛି ମଧ୍ୟ ତାକୁ ଧରିବା ପାଇଁ। ତ ଜିରୋ ଟଲରାନ୍ସ ଟୁ ପୋଚିଂ ଯୋଉଟା ଆମର ମ୍ୟାଣ୍ଡେଟ୍ ରହିଛି ଆମେ ସେଇଟାକୁ ଯାହାହେଲେ ବି ଆଚିଭ୍ କରିବୁ। କୌଣସି ଲୋକ ଯୋଉମାନେ କି ମାନେ କିଛି ଭୁଲ କାମ କରୁଛନ୍ତି ସେମାନଙ୍କୁ କେବେ ବି ଛଡାଯିବ ନାହିଁ ଆଉ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ ଅଣ୍ଡରରେ ସେମାନେ ନିଶ୍ଚିତ ଭାବରେ ଦଣ୍ଡିତ ହେବେ। ନଳବଣକୁ ଯୋଉ ପିସିଏ ୱାଇଲ୍ଡ ଲାଇଫ୍ ଗୋଟେ ନିଷ୍ପତ୍ତି ନେଇଛନ୍ତି ଯେ ଆଉଟରିଚ୍ ଆକ୍ଟିଭିଟି ହିସାବରେ କଣ ମ୍ୟାନେଜମେଣ୍ଟ ହଉଛି ନଳବଣ ଭିତରେ, କେମିତି ଚଢେଇ ମାନଙ୍କର କେୟାର ନିଆଯାଉଛି, ଏଇ ଉପରେ ଭେରି ଲିମିଟେଡ ଗ୍ରୁପ ଅଫ ପିପୁଲ ଯାଇପାରିବେ ୱିକେଣ୍ଡ ମାନଙ୍କରେ, ମାନେ ଶନିବାର ଆଉ ରବିବାର ଯାଇକି ବୁଲିକି ଆସିପାରିବେ। ତାର ଗୋଟେ ପ୍ରୋସେସ ପିସିଏ ୱାଇଲ୍ଡ ଲାଇଫ୍ ବ୍ୟବସ୍ଥା ରଖିଛନ୍ତି। ତେଣୁ ସେଇ ବାବଦରେ ବହୁତ ଲିମିଟେଡ ଲୋକ ଯୋଉମାନେ କି ରିଅଲି ମ୍ୟାନେଜମେଣ୍ଟ ଉପରେ ଜାଣିବା ପାଇଁ ଇଚ୍ଛୁକ ଆଉ ଚଢେଇ ମାନଙ୍କର ଆୱାରନେସ ଉପରେ ଯୋଉ ରେସ୍ପନ୍ସିବୁଲ ମାନେ ବାର୍ଡ ୱାଚର୍ସ ସେମାନଙ୍କୁ ଯିବା ପାଇଁ ଗୋଟେ ବ୍ୟବସ୍ଥା ଭଳିଆ ହେଇଛି ଆଉ ସେଇଟାରୁ ନିଶ୍ଚିତ ଭାବରେ ଲୋକ ଉପକୃତ ହେବେ।